ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯୋଉ ରେଲୱେର ଗ୍ରୁପ ଡି ପଦବୀ ଯୋଉଥିରେ 64,000ରୁ ଅଧିକ ଆପଣଙ୍କର ଭେକେନ୍ସି ଆସିବାକୁ ଯାଉଛି, ଯାହାର ଅନଲାଇନ୍ ଆପ୍ଲାଏ ଆପଣ ଆଗାମୀ 23 ତାରିଖ ପାଖରୁ କରିପାରିବେ, ଯାହାର ଲାଷ୍ଟ ଡେଟ୍ 22 ଫେବୃଆରୀ ଆପଣଙ୍କ ରହିବ। ତା ସମ୍ପର୍କରେ ନୋଟିଫିକେସନ୍ ଆପଣଙ୍କ ରିଲିଜ୍ ଆଜି କରିଦିଆଯାଇଛି ଯେ ମିନିମମ୍ କ୍ୱାଲିଫିକେସନ୍ ଆପଣଙ୍କର କ'ଣ ରହିବ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଆପଣ ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ, ଯୋଉଦ୍ୱାରା କି ଆପଣ ଡେଡିକେଟେଡଲି ସବୁଦିନ ପଢ଼ିପାରିବେ। ବନ୍ଧୁଗଣ ଦେଖନ୍ତୁ, ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି ଯେ ଆଜି ଡେଟ୍ ଆପଣ ଦେଖିପାରୁଛନ୍ତି ଆଜି କୋଉଥିପାଇଁ ନା ମିନିମମ୍ ଏଜୁକେଶନାଲ କ୍ୱାଲିଫିକେସନ୍ ଫର୍ ରିକ୍ରୁଟମେଣ୍ଟ ଫର୍ ଏଇଟା ଯୋଉ ସେଭେନ୍ଥ ସିପିସି ଆପଣଙ୍କ ଲେଖା ହେଇଛି। ଦେଖନ୍ତୁ କ'ଣ କ୍ୱାଲିଫିକେସନ୍ କରିଦିଆଗଲା, 10th ପାସ୍ ଆପଣଙ୍କର କରିଦିଆଗଲା। ଅର୍ ଆଇଟିଆଇ ଅର୍ ଇକ୍ୱିଭାଲେଣ୍ଟ, ଯିଏ ଆଇଟିଆଇ କରିଥିବ ସିଏ ବି କରିପାରିବ, ଯିଏ 10th ପାସ୍ ଆପଣଙ୍କର କରିଥିବ ସିଏ ବି କରିପାରିବ। କାହିଁକି ନା ଶୁଣା ଯାଉଥିଲା ଯେ ଆଇଟିଆଇ ମାଗିପାରେ, ତ ଆଇଟିଆଇ ମାଗିଲେ ତ ଅସୁବିଧା ହେଇଯିବ। ପୂର୍ବରୁ କେବଳ 10th ପାସ୍ ମାଗୁଥିଲା, ଯେହେତୁ ଗ୍ରୁପ ଡି ପଦବୀ ଅଟେ। ତ ସମସ୍ତଙ୍କୁ ଜଣେଇଦେବେ, ସମସ୍ତେ ଆପ୍ଲାଏ କରିପାରିବେ। 10th ପାସ୍ ଆପଣମାନେ କେବଳ କରିଥିଲେ ଆପ୍ଲାଏ କରିପାରିବେ, ଯିଏ ଆଇଟିଆଇ କରିଛି ସିଏ ବି କରିପାରିବ, 10th ପାସ୍ ପିଲାମାନେ ବି ଆପଣଙ୍କର କରିପାରିବେ। ପଦବୀ ଆପଣଙ୍କ ସମ୍ପର୍କରେ ଅଲରେଡି ମୁଁ ଆପଣଙ୍କୁ ଜଣାଇଥିଲି 32,000, କିନ୍ତୁ रेलवे तरफରୁ ଏହା କ୍ଲାରିଫାଇ ଅଲରେडी कर दिया ହେଇଛି, लगभग 2 गुने पद पर भर्ती की जाएगी। तो 32,000 नुहे 64,000 अधिक पदवीरे आपणकर फुल କରାଯିବ। ଠିକ ଅଛି। ତ 23 ତାରିଖ ପାଖରୁ ଆପଣ ଆପ୍ଲାଏ କରିପାରିବେ। ଦରମା ଆପଣଙ୍କୁ 18,000ରୁ ଅଧିକ ମିଳିବ। ବୟସ 18ରୁ 36 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। ତ ଅନଲାଇନ୍ ଆପ୍ଲିକେସନ୍ ଫି କେତେ ପଡ଼ିବ ତାହା ବି ଦେଖିଦିଅନ୍ତୁ। ଝିଅମାନଙ୍କୁ, ଦିବ୍ୟାଙ୍ଗମାନଙ୍କୁ, ଏସଟି ଏସସି ମାନଙ୍କୁ 250 ଟଙ୍କା ପଡ଼ିବ। କିନ୍ତୁ ଯେମିତି ଆପଣ ପରୀକ୍ଷା ଦେବା ପାଇଁ ଯିବେ ନା, ଏଇ ଟଙ୍କା ଆପଣଙ୍କୁ ରିଫଣ୍ଡ ହେଇଯିବ, ମାନେ ଫ୍ରି କହିଲେ ଚଳେ। କିନ୍ତୁ ଯେଉଁମାନେ ଜେନେରାଲ ଆଉ ଓବିସି ଆପଣଙ୍କର ପୁଅମାନଙ୍କୁ 500 ଟଙ୍କା ପଡ଼ିବ, କିନ୍ତୁ ପରୀକ୍ଷା ଦେବା ପାଇଁ ଗଲେ 400 ଟଙ୍କା ରିଫଣ୍ଡ ହେଇଯିବ, କେବଳ 100 ଟଙ୍କା ଆପଣଙ୍କର ପଡ଼ିବ ଆପ୍ଲାଏ। ବୁଝିଗଲେ? ଠିକ ଅଛି। ତେଣୁକରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ ଯେ କ୍ୱାଲିଫିକେସନ୍ ବର୍ତ୍ତମାନ 10th ପାସ୍ କରିଦିଆଗଲା ଏବଂ 64,000 ଆପଣଙ୍କର ଭେକେନ୍ସି ରହିଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।